କାଉ ଖାଏ ପଣସ ବଙ୍ଗମୁଣ୍ଡରେ ଅଠା। ଏହି ରୂଢ଼ିଟିକୁ ପ୍ରାୟ ସମସ୍ତେ ଘରେ ଘରେ ବ୍ୟବହୃତ କରୁଥିବେ। ଏ କଥା ପଛର ଗୋଟେ ସୁନ୍ଦର ରହସ୍ୟ ଅଛି। ଆସନ୍ତୁ ଜାଣିବା। ମହାପ୍ରଭୁ ଯୁଗେ ଯୁଗେ ତାଙ୍କର ଲୀଳା କରୁଥାନ୍ତି। ସେ ଲୀଳା ଭିତରେ କେତେବେଳେ ସେ ଲହୁଣୀ ଚୋରି କଲେଣି ତ କେତେବେଳେ ଗୋପୀମାନଙ୍କର ବସ୍ତ୍ର ଚୋରି କଲେଣି। ସେଦିନ ଲୀଳାଚଳରେ ଥିଲାବେଳେ ତାଙ୍କର ହଠାତ୍ ପଣସ ଖାଇବାକୁ ମନ ହେଲା। ବଡ଼ ଭାଇ ବଳଭଦ୍ରଙ୍କୁ କହିଲେ, ଭ୍ରାତା ପଣସ ଖାଇବାକୁ ମନ ହେଉଛି, ଚାଲ କେଉଁଠି ପଣସ ଖାଇକି ଆସିବା। ମହାପ୍ରଭୁ ଦୁଇଟି ଛୋଟ ବାଳକ ରୂପ ନେଲେ, ଯାଇ ସତ୍ୟବାଦୀର ବକୁଳ ବନରେ ପହଞ୍ଚିଲେ। ସେଠି ବହୁତ ପଣସ ପାଚିଥାଏ, ଯାଇ ପଣସ ଖାଇଲେ। ସେହି ସମୟରେ ସେହି ବକୁଳ ବନରେ ସିଦ୍ଧ ବଳରାମ ଗୋସାଇଁ ଯୋଗରେ ଥିଲେ। ତ ସିଏ ଜାଣିଲେ ଯେତେବେଳେ ପଣସର ମହମହ ବାସ୍ନା ତାଙ୍କୁ ମହକାଇ ଦେଲା, ତ ସେଥିରୁ ଯାଇକି ପଣସ ଗଛ ମୂଳେ ଦେଖିଲା ବେଳକୁ ବହୁତ ସାରା ପଣସ ଛିଡ଼ିକି ପଡ଼ିଛି। ସିଏ ଯେତେବେଳେ ନିଜ ଯୋଗ ବଳରେ ଜାଣିଲେ ଯେ କିଏ ୟାକୁ ଚୋରି କରିକି ଖାଇକି ପକାଇଛନ୍ତି, ଏମିତି ଆପେ ଆପେ ଛିଡ଼ିକି ପଡ଼ିନି। ଟିକେ ଯାଇକି ସେ ଯେତେବେଳେ ବକୁଳ ବନରେ ଖୋଜିଲା ବେଳକୁ 2 ଜଣ ବାଳକଙ୍କୁ ପାଇଲେ। ଜଣେ ବାଳକ କଳା ହେଇକି ଥିଲେ, ଆଉ ଜଣେ ଗୋରା ହେଇକି ଥିଲେ। ବଳରାମ ଗୋସାଇଁ ଯାଇ 2 ଜଣଙ୍କୁ ଧରିଲେ। ଆରେ ଆରେ ପିଲାମାନେ, ତୁମେ ଏଠି ପଣସ ଚୋରି କରିକି କୁଆଡ଼େ ପଳାଉଛ? କଳା ବାଳକ ଜଣକ ସ୍ମିତ ହାସ୍ୟ ଦେଉଥାନ୍ତି, କିନ୍ତୁ ଗୋରା ଜଣକ ବହୁତ ରାଗିଗଲେ। ଆମକୁ ତୁମେ ଚୋର କହିଲ? ତୁମେ ଆମକୁ ଚୋର କହିଲ? ଭଗବାନ ବଳଭଦ୍ର ଟିକେ ରାଗିନା, ତ ସିଏ ରାଗିଗଲେ। ସେତିକି ବେଳରେ ଜଗନ୍ନାଥ କହୁଛନ୍ତି, ସେ ତ ଗୋଟେ କଳା ବାଳକ ହେଇକି ଯାଇଛନ୍ତି, ଭ୍ରାତା ରାଗ ଶାନ୍ତ କର। ସାଙ୍ଗେ ସାଙ୍ଗେ କୌତିକିଆରେ ଯାଇକି, ଅଜା ଦେଖୁନା ତୁମ ମୁଣ୍ଡ ଉପରେ ହାତ ଦେଇକି କହୁଛି, ଆମେ ପଣସ ଚୋରି କରିନୁ, ଆମେ ପଣସ ନେଇନୁ, କିନ୍ତୁ ପଣସ ଖାଇଛନ୍ତି, ହାତରେ ଅଠା ଲାଗିଛି। ଅଜାଙ୍କ ମୁଣ୍ଡରେ ଅଠା ଲାଗିଗଲା। ତାପରେ ଅଜା ରାଗି ଯାଇକି କ'ଣ କରେ ନା 2 ଜଣଙ୍କୁ ନେଇକି ସେହି ଗୋଟେ ବକୁଳ ଗଛରେ ବାନ୍ଧିଦେଲେ। ରାଜାଙ୍କ ପାଖକୁ ଖବର ଗଲା। ରାଜା ଯେତେବେଳେ ଆସିଲେ, ଏ 2 ଜଣ ବାଳକ ସେଠି ନାହାନ୍ତି। ତାପରେ ତାଙ୍କର ସେ ସନ୍ଧାନ ନେଲେ, କ'ଣ ହେଇଛି ଦେଖିଲା ବେଳକୁ, ଖୋଜିଲା ବେଳକୁ ବଳରାମ ଗୋସାଇଁଙ୍କର ମୁଣ୍ଡରେ ଅଠା ଲାଗିଛି। ରାଜା ସେଠୁ କହିଲେ, ବଳରାମ ଗୋସାଇଁଙ୍କର ମୁଣ୍ଡରେ ଅଠା ଲାଗିଛି ମାନେ ପଣସ ହିଁ ଖାଇଛନ୍ତି। ତ ତାଙ୍କୁ ଦଣ୍ଡ ବିଧାନ କରିବା ପାଇଁ ଯେତେବେଳେ ବାନ୍ଧିକି ନେଇଗଲେ, ସେତିକି ବେଳରେ ମହାପ୍ରଭୁ କହିଲେ, ମୋ ଭକ୍ତ ବିନା ଦୋଷରେ ସେ ଦଣ୍ଡ ପାଇବ, ତ ପ୍ରଭୁ କ'ଣଟା କେବେ ସହିପାରିବେ? ପ୍ରଭୁ ସେ ରାଜାଙ୍କୁ ସ୍ୱପ୍ନାଦେଶ ହେଲେ ଯେ ସେ ପଣସ ଆମେ ଖାଇଛୁ, ଆମେ ଚୋରି କରିଛୁ, ମୋ ଅଜା ଚୋରି କରିନାହାନ୍ତି, ବା ସିଦ୍ଧ ବଳରାମ ଗୋସାଇଁ ସିଏ ଚୋରି କରିନାହାନ୍ତି। ତ ସେତିକି ବେଳରେ ରାଜା ମ୍ରିୟମାଣ ହୋଇଗଲେ। ସମସ୍ତେ ଚାରିଆଡ଼େ କଥା ପ୍ରଘଟିତ ହେଇଗଲା, ସମସ୍ତଙ୍କର ମୁଣ୍ଡ ତଳକୁ ନେଇଗଲା। ତ ତାପରେ ସେଦିନ ମହାପ୍ରଭୁ ଜଗନ୍ନାଥ ରାଜାଙ୍କୁ ସେଇ ସ୍ୱପ୍ନାଦେଶରେ କହିଥିଲେ ଯେ ଆମେ ପ୍ରତିବର୍ଷ ଏହି ବକୁଳ କାଠରେ ଆମେ ବନ୍ଧା ହେବୁ। ତ ସେ ବକୁଳ ମାଟି ପବିତ୍ର ହୋଇଗଲା। କେଉଁ ସମୟରେ ବନ୍ଧା ହୁଅନ୍ତି ନା ଯେତେବେଳେ ସ୍ନାନ ପୂର୍ଣ୍ଣିମା, ଗୁଣ୍ଡିଚା, ବାହୁଡ଼ା ଏହି ସମୟରେ ପହଣ୍ଡି ବିଜେ ହୁଅନ୍ତି। ତ ମହାପ୍ରଭୁଙ୍କର ଅଙ୍ଗର ସୁରକ୍ଷା ପାଇଁ ସେନାପଟା ଲାଗି ହୁଅନ୍ତି, ଯେଉଁଟାକି ସେଇ ସତ୍ୟବାଦୀର ବକୁଳ ବନରୁ ପ୍ରତିବର୍ଷ ସେ ବକୁଳ କାଠ ଆସେ, ଯେଉଁଥିରେ କି ମହାପ୍ରଭୁଙ୍କର ଅଙ୍ଗ ସୁରକ୍ଷା ପାଇଁ ଲାଗି ହୁଏ। ଆଉ ଭକ୍ତ ଗହଳରେ ସେହି ଅଙ୍ଗ ସୁରକ୍ଷା ସେନାପଟି ଲାଗି ହେଇ ପ୍ରଭୁ ପହଣ୍ଡି ବିଜେ କରନ୍ତି। ଧନ୍ୟ ମହାପ୍ରଭୁଙ୍କର ଲୀଳା। ଯୁଗେ ଯୁଗେ ଭକ୍ତକୁ ସମ୍ମୁଖକୁ ଆଣିବା ପାଇଁ ତାଙ୍କର ଏଇ ହେଉଛି ଲୀଳା। ଜୟ ଜଗନ୍ନାଥ।